ଶଳା ଏଇ ଟ୍ରେନରେ ଗଲେ ଏଇଟା ହିଁ ସବୁଠୁ ବଡ ପ୍ରୋବ୍ଲେମ ଭାଇ, ତମ ସହିତ ବି ହେଇଥାଇପାରେ। ତ ରାମ ରାମ ରାଧେକୃଷ୍ଣ ଭାଇମାନେ। ପାରଳାଖେମୁଣ୍ଡରୁ ବ୍ରହ୍ମପୁର ବାହାରିଥିଲେ ଆଉ ଷ୍ଟେସନକୁ ଯାଇ କିଛି ସମୟ ଅପେକ୍ଷା କରିଥିଲି। ବିସ୍କୁଟଟା ନେଇଯିବା ଆଉ ଟ୍ରେନରେ ଟାଇମ ପାସ୍ କରିବା ଆଉ। କିଛି ସମୟର ଅପେକ୍ଷା ପରେ ଟ୍ରେନ ଆସି 6:30ରେ ପହଞ୍ଚି ଯାଇଥିଲା। ସିଟ୍ ମିଳିବନି ବୋଲି ଦୌଡ଼ି ଦୌଡ଼ି ଯାଇଥିଲି କିନ୍ତୁ ଟ୍ରେନ ସାରା ପୁରା ଖାଲି ହେଇକି ଥିଲା। ୟା ପରେ ଟ୍ରେନ ଛାଡ଼ିଥିଲା ଏବଂ ଏଇ ସୁନ୍ଦରମୟ ଦୃଶ୍ୟ ସହିତ ଶୁଭଯାତ୍ରା ଆରମ୍ଭ କରିଥିଲି। କିଛି ସମୟ ଯାତ୍ରା ପରେ ଯେଉଁ ବିସ୍କୁଟଟା ନେଇଥିଲି ତାକୁ ଖାଇଥିଲି। 40-50 ମିନିଟ୍ ଯାତ୍ରା ପରେ ପହଞ୍ଚି ଯାଇଥିଲି ଆନ୍ଧ୍ରପ୍ରଦେଶର ନୌପଡ଼ା ଠାରେ, ଯୋଉଟା କି ପାରଳାଖେମୁଣ୍ଡି ଠାରୁ 39 କିଲୋମିଟର ଦୂର ହବ। ଇଏ ହେଉଛି ଟ୍ରେନ ଇଞ୍ଜିନ ଏବଂ ୟାର ଜଷ୍ଟ ପାଖ ବଗିଠାରେ ମୁଁ ବସିଥିଲି। ଯେହେତୁ ଟ୍ରେନ ଇଞ୍ଜିନ ପାଖରେ ବସିଥିଲି ତ ଭାବିଲି ଲୋକ ପାଇଲଟଙ୍କୁ ଯାଇ ଟିକେ ଦେଖା କରିବି। ଆଉ ଯେମିତି ବାହାରକୁ ଯାଇକି ଆସିଛି ଦେଖେ ତ ମୋ ସିଟରେ ପୁରା ଭର୍ତ୍ତି ହୋଇଯାଇଥିଲେ କିଛି ମହିଳା ଲୋକମାନେ। ସେମାନଙ୍କୁ ମୋ ସିଟରେ ବସିବାର ଦେଖି ମତେ ବହୁତ ରାଗ ଲାଗିଲା ଆଉ ଖରାପ ମଧ୍ୟ ଲାଗିଲା, କିନ୍ତୁ ମୁଁ ବାଧ୍ୟ ହେଇକି ଆଉ ଗୋଟେ ସିଟରେ ଯାଇ ବସି ପଡିଥିଲି। ପିଅନଟା ଦେଖୁଛ ବା, ବ୍ରହ୍ମପୁର ଆସି ପହଞ୍ଚି ଗଲି ମୁଁ। ଲୋକ ଯାକ ବୋଲେ ମତେ ଟ୍ରେନରୁ ଓହ୍ଲେଇବାକୁ ବି ଦଉନଥିଲେ ବା। ଆଉ ପଦାକୁ ଯାଇ ଦେଖେ ତ ପପୁଲ ଭାଇ ପଳେଇ ଆସିଥିଲେ ମତେ ନବା ପାଇଁ। ତାପରେ ଭାଇଙ୍କ ସହିତ ବାହାରି ପଡିଲୁ। ସକାଳଠୁ ଯାତ୍ରା ଆରମ୍ଭ କରିଥିଲେ, ପେଟ ପୁରା ଗରମ ହେଇକି ଥିଲା ଆଉ ପେଟ ଥଣ୍ଡା ପାଇଁ ଆମେ ଯାଇ ପହଞ୍ଚି ଯାଇଥିଲୁ ରାଜହଂସ ଟିଫିନ ସେଣ୍ଟରରେ। ଭାଇନା ଆମର ଗରମ ଗରମ ପୁରୀ ସହିତ ବରା 2 ଖଣ୍ଡ ଦେଇଥିଲେ। ଆଉ ଖାଇକି ଦେଖୁଛ କିଅଣ ହେଇଥିଲା ବା, ପୁରା କେରେକେରା ଜଳଖିଆ ଯେମିତି ହେଇଥିଲା ନା, ଭୁବନେଶ୍ୱର କଟକ ଜଳଖିଆ ଟୋଟାଲି କାମ ଦବନି ଏ ପାଖରେ। ଖାଇକି ବାହାରି ପଡିଲୁ ଯେହେତୁ କିଛି କିଣିବାର ଥିଲା।